न कही रही पारि नाही दिन सुखरे बोही जाए माने जहाँ मन मु गोटे कथा भाविली माने रजा पुओ जहाँ भाविला से मंत्री पुओ कहब मंत्री पुओ मन जहाँ भी कथा आसो सी कौन कर राजा पुओ कह माने कहारी कथा माने कहारी मन में टिके माने अलग कथा माने लुचेई के रखि परिबे माने से दी जण एते माने भलो सांग दिने मंत्री पुओ देखिला रजा पुओ एड़े मुह करी बसी ମାନେ ପୁରା ମୁହଁ ତ ବୁଲେଇକି ବସିଛି ହେଲା ତମାନଙ୍କର ବି ସାଙ୍ଗମାନେ ଯଦି ମୁହଁ ତ ପଚାରିବନି ନା କହିବ ସେ ମୁହଁ କଥା ଏଡେ ବଡ ମୁହଁ ତମେ ତାଙ୍କ ସହିତ କେମିତି ଲଗେଇଛ ତାଙ୍କର ମାନେ ଲଗେଇଛ ତମ ଆଖି ଖରାପ ହବ ତାଙ୍କର କିଛି ହବନି ଦେଖ ଦିନେ ମନ୍ତ୍ରୀ ପୁଅ ଦେଖିଲା ରଜା ପୁଅ ଏଡେ ମୁହଁ କରି ବସିଛି କହିଲା ଟଙ୍କାଟେ ତୁମକୁ କେଉଁ କଥା ଅପୂର୍ବ ମାନେ ତମର କଣ ହେଇଛି ଖୋଜିଗଲେ ଖୋଜିଦେବି ଗଲେ ପଢିଦେବି ହାଜର କରିଦେବି ହେଲା କହିଲା ମନ୍ତ୍ରୀ ପୁଅ କହିଲା ରାଜାକୁ ମୁଁ ଥାଉ ଥାଉ ତୁମର ପୁଣି କି ଦୁଃଖ ହେଲା ମାନେ ମନ ଦୁଃଖ କାହିଁକି କରି ବସିଛ ତମେ କୁହ ତମର କଣ ହଜିଛି କି ମୁଁ ତାକୁ ଗଢିଦେବି କଣ ଦରକାର ମନ ଦୁଃଖ କରିଛ ମତେ ଭଲ ସାଙ୍ଗ ସ୍ୱାର୍ଥପର ସାଙ୍ଗ ନା ଜାଣିନ ଅଛନ୍ତି କିନ୍ତୁ ପରୀକ୍ଷାରେ ଟିକ ଯଦି ଅଧିକ ମାର୍କ ରଖିଥିବ ସାଙ୍ଗେ ସାଙ୍ଗେ ସାଙ୍ଗ ଗଠିଲା ଏବେ ସେଇଠି ସାଙ୍ଗ ସରିଗଲା ଯଦି ତମେ ସାଙ୍ଗ ପଢୁଛ ଯଦି ଆର 2 ମାର୍କ ଅଧିକ ରହିଲା ସେ ସାଙ୍ଗେ ସାଙ୍ଗେ କହିବ ସିଏ ତ ମୁଁ ତ ତାଠୁ ଅଧିକ ସମୟ ପଢୁଥିଲି ସିଏ କାହିଁ ମୋର 2 ମାର୍କ ଅଧିକ ରଖିଲା ଘରେ ଯଦି କହିବେ ସିଏ ଫାର୍ଷ୍ଟ କ୍ଲାସ ପାଇଲା ତୁ ସେକେଣ୍ଡ କ୍ଲାସ ପାଇଲୁ ମାନେ ସେଠି କହିବନି ସେ ପଢୁଥିଲା ସେ କପି କରିଦେଇଥିବ ନା ଯେତେ ଭଲ ସାଙ୍ଗ ବି ତ ସେ କଟିଯିବ ସେଇଠି ତାପରେ ଦେଖ ରଜା ପୁଅ କହିଲା ସଙ୍ଗୀତେ କାଲି ରାତିରେ ଗୋଟେ ହେଲା ଗୋଟେ ସ୍ୱପ୍ନ ଦେଖିଛି ଚନ୍ଦ୍ର ଉଦିଆ ପରି ରୂପ କେଉଁ ଦେଶର ରାଜଜେମା ଫୁଲ ସାଙ୍ଗେ ହଉଥିଲା ଗଜପତି ପଛରେ ଗୋଡଉଥିଲି ମତେ ଦେଖିଲି ତତେ କଥା କହନ୍ତା ଆଡ ଆଖିରେ ହାଣି ଦେଇ ଗଲା କୁଆଡେ ଉଭେଇ ଗଲା ଏଇ କାହିଁ ନ ଦେଖିଲା ରୂପ ମୋ ଆଖି ଆଗରେ ନାଚୁଛି ତାକୁ ଆଣି ନଦେଲେ ମୋର ଆଶା ଛାଡ ହେଲା ମାନେ ରାଜା ପୁଅ କହୁଛି ମନ୍ତ୍ରୀ ପୁଅ ପଚାରୁଛି ତମର କଣ ହେଇଛି କୁହ ଗୋଟେ ରାଜା ପୁଅ କହିଲା କି ମୁଁ କାଲି ରାତିରେ ଶୋଇଥିଲି ଗୋଟେ ସ୍ୱପ୍ନ ଦେଖିଲି କଣ ନା ଗୋଟେ ସୁନ୍ଦର ରାଜଜେମା ହେଲା ସେ ପୁରା ମାନେ ଚାନ୍ଦ ମାନେ ପୁରା ଜହ୍ନ କେତେ ସୁନ୍ଦର ପୁରା ଜହ୍ନ ଭଳିଆ ସୁନ୍ଦର ତାର ମୁହଁ ହେଲା ସେ କଣ କରୁଥିଲା ତାଙ୍କ ଉଦ୍ୟାନ ରାଜା ମାନଙ୍କର ଯୋଉ ଫୁଲ ବଗିଚା ନଥାଏ ଫୁଲ ବଗିଚାରେ ସେ ଫୁଲ ସାଙ୍ଗରେ ଖେଳୁଥିଲେ ଆଉ ପ୍ରଜାପତି ଉଠୁଥିଲା ସେ ପ୍ରଜାପତି ପଛେ ପଛେ ମାନେ ପ୍ରଜାପତି କି ଗୋଡଉଥିଲା ହେଲା ଆଉ ମୁଁ ସ୍ୱପ୍ନରେ ଭାବିଲି ମାନେ ସ୍ୱପ୍ନ ଦେଖୁଛି କି ମୁଁ ଯାଇକି ସେ ରାଜଜେମା ପାଖରେ ପହଞ୍ଚି ଯାଇଛି ରାଜଜେମା ମତେ ଦେଖିଲା କିନ୍ତୁ ଆଡ ଆଖିରେ ଚାହିଁଲାନି ତାପରେ ସେ ତା ଉଆସ ଭିତରକୁ ପଳେଇଲା ହେଲା ଆଉ ଯଦି ସେଇ ରାଜଜେମାକୁ ମତେ ଆଣି ନଦେବ ତାହେଲେ ମୁଁ ମରିଯିବି କିଏ ରାଜା ପୁଅ କହିଲା ବୁଝିଗଲ ପିଲାମାନେ ହେଲା ମନ୍ତ୍ରୀ ପୁଅ ପଚାରିଲା ମନେ ଅଛି କେଉଁ ଦିଗରେ ବଗିଚା ରାଜା ପୁଅ କହିଲା ମୋ ଆଖି ଆଗରେ ତ ବାଟ ଘାଟ ସବୁ ଦିଶି ଯାଉଛି କେମିତି ସେ କନ୍ୟା ପ୍ରାପ୍ତ ହେବ ଉପାୟ କର ତାକୁ ଦେଖିଲା ବେଳୁ ମତେ ଦାନା ପାଣି ରୁଚୁ ନାହିଁ ହେଲା ମାନେ ମନ୍ତ୍ରୀ ପୁଅ ପୁଣି କହୁଛି ନା ଖାଲି ତମେ ସିନା ଝିଅଟାକୁ ଦେଖିଦେଲ ମୁଁ ସେ ଝିଅଟାକୁ ପୁଣି ଖୋଜିବି କେମିତି ତମେ ସିନା କୋଉ ଦିଗରେ ତାର ଘର ନାଇଁ କି ନା ଏମିତି କୋଉ ବାଟ ଯଦି ତମର ମନ ଥିବ ସ୍ୱପ୍ନରେ ତାହେଲେ ମତେ କହିଲେ ସିନା ମୁଁ ତାକୁ ଖୋଜିବି ଦେବି ନହେଲେ ମୁଁ ମାନେ ଏତେ ବଡ ଦୁନିଆ ଭିତରେ ମୁଁ ସେଇ ଝିଅଟାକୁ ତମ ସ୍ୱପ୍ନରେ କୋଉ ଭଳିଆ ଝିଅ ଆଇଥିଲା ମୁଁ କେମିତି ଦେଖିବି ହେଲା ସେ ସେଠୁ କହିଛି ତମର ବାଟ ମନେ ଅଛି ମତେ କୁହ ମୁଁ ସେଇ ଝିଅକୁ ଆଣିକିନା ଦେବି ହେଲା ତାପରେ ରାଜା କଣ କହିଛନ୍ତି କି ତମେ ଯଦି ମତେ ସେଇ ଝିଅଟାକୁ ଆଣିକିନା ନଦେଲ ତାହେଲେ ମୋ ପ୍ରାଣ ଆଜି ଛାଡିଯିବ ଆଉ ସେଇ ଝିଅଟାକୁ ଦେଖିଲା ବେଳୁ ମତେ ଆଉ ମାନେ ଭୋକ ଶୋଷ କରୁନି ହେଲା ସେ ଝିଅଟା ସ୍ୱପ୍ନ ସ୍ୱପ୍ନ ଦେଖିଛି ରାଜା ପୁଅ ହେଲା ମାନେ ସତ ଗପ ଏଇଟା ହଉଛି କାଳ୍ପନିକ
ତାହେଲେ ସ୍ୱପ୍ନକୁ ଏତେ ସୁନ୍ଦର ପାଠ ଘାଟ ସବୁ ମନେ ରଖିଛି ସମସ୍ତେ ଏଇ ଯାହା ଗୋଟେ ସ୍ୱପ୍ନ ଦେଖିଥିବ ଗୋଟେ ଧର ଭୂତ ଦେଖ ଆଉ ଆହୁରି ଏକ୍ସଟ୍ରା ଏବେ ସ୍ଲୋ ସ୍ଲୋ ଦେଖ ତାପରେ ଦେଖ ତାପରେ ସେଠି କଣ କରିବେ ନା ସେଇ ଯେତେବେଳେ କହିବ ସେ ପୁରା ଭୋରୁ ଭୋରୁ ଦିଟା ଘୋଡା ଧରିକି ବାହାରିଯିବ କୋଉଠିକି ନା ସେ ଯୋଉ ହଁ ସେ ଝିଅ ଖୋଜିବାକୁ ଦେଖ କୁଆଁ ତାହେଲେ ଛଟକୁଛି ରାଜା ପୁଅ ମନ୍ତ୍ରୀ ପୁଅ ଘୋଡା ଭଲ ଭଲ ଘୋଡା ଦିଟା ବାଛିଲେ ରାଜାଙ୍କର କେତେ କେତେ ଘୋଡା ମାନେ ଯୋଉ ଘୋଡା ମାନେ କ୍ଷିପ୍ର ଦୌଡି ପାରିବ ହେଲା ରାଜା ପୁଅ ମନ୍ତ୍ରୀ ପୁଅ କଣ କଲେ ଭୋରୁ ଭୋରୁ ବାହାରି ଗଲେ ଦିଟା ଭଲ ଘୋଡା ବାଛିଲେ ହେଲା ଯେ ବହୁତ ଜଲ୍ଦି ମାନେ ଏଥର ଯୋଉ ଧରା ପଡିଯିବେ ରାଜମହଲରେ ଆସି ସାଙ୍ଗେ ସାଙ୍ଗେ ଘୋଡା ଉପରେ ପଶିଯିବେ ତ ଘୋଡା ଯେମିତି ଦୌଡିକି ଦୌଡୁଥିବ ହେଲା ସେଇଟା ଭଲ ଘୋଡା ଦିଟା ସେ ଘଣ୍ଟେ ଭିତରେ କି ଅଧଘଣ୍ଟେ ଯାଇଥିଲି ଦେଖ ପିଠିରେ ବସି କୋରଡ କରିଲେ ବଣ ବୁଦା ଦେଖ ବଣ ବୁଦା ନଈ ପାହାଡ ଦେଇ ଘୋଡା ଧାଇଁଲେ ବେଳ ରକ୍ତରତ ହଉଛି ରକ୍ତରତ ଗଡି ଗଡି ଯାଉଛି ଗୋଟିଏ ମୁଲକରେ ପହଞ୍ଚିଲେ ଓସାରିଆ ରାସ୍ତା ଦି ପାଖ ଉଚ୍ଚ ଉଚ୍ଚ କୋଠାଘର ସବୁଠାରୁ ବଳି ଯେଉଁ କୋଠାଟି ଉଚ୍ଚ ତା ସିଂହ ଦ୍ୱାର ଘୋଡାରୁ ଓହ୍ଲେଇଥିଲେ ମାନେ ରାଜା ଦେଖ ପିଲାମାନେ ଗୋଟେ ରାଜ ଦରବାର ହେଇଛି ମାନେ ସେଇ ରାଜ୍ୟର ସବୁଠାରୁ ବଡ ଘର ହେଇଥିବ ମାନେ ମାନେ ଉଚ୍ଚାରେ ବା ମାନେ ବହୁତ ମାନେ ବଡ ରାଜ ଦରବାରଟା ହେଇଥିବ ସିଏ କଣ କଲେ ଯୋଉ ମାନେ ବାଟ ସାରା ଦେଖିଗଲେ ସବୁ ଛୋଟ ଛୋଟ ଘର ହେଇଛି ଯୋଉଟା ପୁରା ବଡ ଘର ହେଇଛି ଆଉ ପୁରା ରାଜ ଉଦ୍ୟାନ ଦେଖା ଯାଉଛି ତାଙ୍କରି ଦ୍ୱାରେ ଯାଇକିନା ରହୁଥିଲେ ରାଜା ପୁଅ ମନ୍ତ୍ରୀ ତା ସିଂହ ଦ୍ୱାରରେ ଘୋଡାରୁ ଓହ୍ଲାଇଲେ ଜଗୁଆଳି ଆଖିରେ ଧୂଳି ଦେଇ ରଜାଙ୍କ ବଗିଚାରେ ବସିଲେ କାରଣ ଦେଖ ରାଜାଙ୍କ ଘର ଭିତରେ ପଶିଲେ ମାନେ ରାଜଜନଙ୍କ ଉଆସ କୋଉଟା ମାନେ ଯିବାକୁ କଣ ଅସୁବିଧା ହବ ତେଣୁକରି ସିଏ କହିଲେ ମୁଁ ମୋ ସ୍ୱପ୍ନରେ ଯୋଉ ବଗିଚାଟା ଆସିଛି ତା ସ୍ୱପ୍ନରେ ବଗିଚା ସାଙ୍ଗରେ ଯୋଉ ସେ ରାଜକୁମାରୀଟା ଫୁଲ ସହିତ ଖେଳୁନଥିଲା କି ସେ କହିଲା ମୁଁ ଆগে କୋଉଠିକି ଯିବି ନା ସେ ରାଜାଙ୍କର ଉଦ୍ୟାନକୁ ଯିବି ହେଲା ସେ କଣ କଲେ ତାଙ୍କର ଯୋଉ ଜଗୁଆଳି ଥିଲେ ଜଗୁଆଳି ଆଖିରେ ଧୂଳି ଦେଇକିନା କୁଆଡେ ଗଲେ ତାଙ୍କର ଉଦ୍ୟାନ ଭିତରକୁ ପଶିଲେ ପୁରା ଦିଟାଙ୍କ ଚୋର ନୁହଁ ତାପରେ ଫୁଲର ସଂସାର ଫୁଲ କିଏ ପ୍ରଜାପତି ବାରିଛନ୍ତି ମାନେ ଏତେ ରାଜାଙ୍କର ବଗିଚାରେ ଏତେ ଏତେ ସୁନ୍ଦର ଫୁଲ ହେଇଛି ମାନେ ଏତେ ପ୍ରଜାପତି ସେଠି ଅଛନ୍ତି ମାନେ ସେ ଜାଣିପାରୁନାହାନ୍ତି କୋଉଟା ଫୁଲ ଆଉ କୋଉଟା ପ୍ରଜାପତି ଏତେ ସବୁ ରଙ୍ଗ ବେରଙ୍ଗର ସବୁ ଫୁଲ ଫୁଟୁଛି ଯେମିତି ପବନ ଦୋହଲା ଗଛ ବୃକ୍ଷ ଶାଗୁଆନ ଚାହିଁଛି ତ ଚାହିଁଛି ସେଇଠି ପୁଣି ନା ଜେମା ଥିଲେ ହେଲା ମାନେ ନା ଯେମିତି ନାଇଁ ମାନେ ବିଲେଇ କପାଳକୁ ଫିକା ଛିଣ୍ଡିବା ସେ ଚାହୁଁଥିଲେ ଦେଖ ତାପରେ ଜେମା ପବନ ଗଛ ବୃକ୍ଷର ଶାଗୁଆଟିକୁ ଚାହିଁଛି ତ ଚାହିଁଛି ମାନେ ଦେଖିଦେଲେ କଣ ନା ଫାଷ୍ଟ ଦେଖିଲେ ଉଦ୍ୟାନ ଅଛି ଉଦ୍ୟାନରେ ସେମିତିଆ ମାନେ ବହୁତ କିଛି ମାନେ ବି ଅଛନ୍ତି ତାପରେ ଆଉ ଗୋଟେ ନେଲା ବେଳକୁ ଜେମା କଣ କରୁଛନ୍ତି କୋଉଠିକି
ନା ମାନେ ସେ ଯୋଉ ଶାଗୁଆ ଶାଗୁଆ ଗଛକୁ ଆଉ ଫୁଲକୁ ଏମିତି ମାନେ ଚାହିଁଛନ୍ତି, ପୁରା ଭାବ ପ୍ରବଣତାରେ ଚାହିଁଛନ୍ତି। ଯେମିତି ରଜାଙ୍କ ଉପରେ ଆଖି ପଡିଛି, କଲରା ଭଳିଆ ସଜାଡି ଦେ ଦୌଡ଼। ସ୍ୱପ୍ନରେ ଯୋଉ ରୂପ ଛାଇ ଫୁଟୁଥିଲା, ସତରେ ଆଖି ଆଗରେ ସହସ୍ର ଗୁଣରେ ଝଟକି ଉଠିଲା। ତା ଦେଖି ରଜା ପୁଅ ଚେତା ବୁଡିଲା। ହେଲା, ଯେତେବେଳେ ମାନେ ସ୍ୱପ୍ନରେ ଦେଖ, ସ୍ୱପ୍ନରେ ଜଣେ ଦେଖିଥିବ ଯେତିକି ସୁନ୍ଦର, ଜଣେ ଆଗରେ ସେଇ ଜିନିଷଟାକୁ ପାଇବ, ମାନେ ସେ କଣ ତା 10 ଗୁଣ ମାନେ ସେ କହିଛି ଯେତେବେଳେ ରାଜଜେମାକୁ ଦେଖିଦେଇଛି, ରାଜଜେମା ଯେତେବେଳେ ରାଜାକୁ ଉପରେ ଆଖି ପଡିଛି, ରାଜଜେମା କଣ ହଉଛି, ମାନେ ଯେତେବେଳେ ଗୋଟେ ପୁଅଟାକୁ ଦେଖିଛି ସେ ତାର ଦୌଡିକିନା ପଳେଇଛି, କୋଉଠି ତା ଉଆସକୁ ପଳେଇଛି। କିନ୍ତୁ ରାଜାକୁ ଯେତେବେଳେ ଦେଖିଦେଇଛି କାହାକୁ, ନା ରାଜଜେମାକୁ, ମାନେ ଏତେ ସୁନ୍ଦର ରୂପ ଦେଖିକି ସେ ସେଇଠି ବେହୋସ ହେଇଛି। ହେଲା, ତାପରେ ଦେଖ, ମନ୍ତ୍ରୀ ପୁଅ ଛିଞ୍ଚା ପିଞ୍ଚି କରି ତାକୁ ଚେତା ଦେଲା, ମାନେ ପାଣି ଛିଞ୍ଚା ଛିଞ୍ଚି କରିକି ତାକୁ ଉଠେଇଲା, କିଏ ମନ୍ତ୍ରୀ ପୁଅ। ବୋଧ ବୋଧ ନେଇ ଗୋଟିଏ ଜାଗାରେ ରଖେଇଲା, ନିଜେ ଜଣେ ପିଠା ବିକାଳି ଘରେ ରହିଲା। ମାନେ ଦେଖ, ରାଜା ପୁଅକୁ ମାନେ ଆଉ ଜଣ ଘରେ ରଖିଲା ଗୋଟେ ଜାଗାରେ, କିନ୍ତୁ ନିଜେ କୋଉଠି ରହିଲା, ପିଠା ବିକାଳି ଘରେ। ମାନେ ତାଙ୍କ ରାଜ୍ୟରେ ଗୋଟେ ପିଠା ବିକାଳି ଅଛି, ଯିଏକି ସବୁଦିନ ପିଠା ତିଆରି କରିକି ରାଜଜେମାକୁ ଦିଏ। ହେଲା, ଇଏ ମନ୍ତ୍ରୀ ପୁଅ ରହିଲା ପିଠା ବିକାଳି ଘରେ। ହେଲା, ତାକୁ କେତେ ଧନ ଦୌଲତ ଦେଲା, କେତେ ଗୁଡିଏ ଭଲ ଭଲ ପିଠା କରି ତା ହାତରେ ରାଜଜେମାଙ୍କ ପାତିକି ପଠାଇଲା। କିଏ? ମନ୍ତ୍ରୀ ପୁଅ। ମାନେ ଜଣକୁ ପୁଣି ପଠେଇବ କେମିତି, ଆଗରୁ କିଛି ଖାଇବାକୁ ପିଇବାକୁ ଦବ ନା ନାଇଁ। ସିଏ କଣ କଲା, ଆଗେ କହିଲା ପିଠା ବିକାଳି ଘରେ ରହିଲା, ପିଠା ବିକାଳି ମାନେ ତାକୁ କେତେ ସବୁ ମାନେ ପଇସା ଧନ ଦୌଲତ ସବୁ ଦେଲା, କି ମୁଁ ଯୋଉ ପିଠା କରିଦେବି ସେ ପିଠାକୁ ନେଇକି ତମେ କି କାହାକୁ ଦବ, ରାଜଜେମାକୁ ଦବ। ଦେଖ, ଆମେ ସବୁଦିନ ବୋଉ ହାତ ରନ୍ଧା ଖାଉଛେ, କହୁଛେ ଯଦି ଆମକୁ ଟିକେ ମାଇଁ ଆସି ରାନ୍ଧିଦେବେ ସେଟା ଅଲଗା ଟେଷ୍ଟ ଲାଗିବ ନା ନାଇଁ। ଇଏ ଯେତେବେଳେ ମାନେ ପିଠା ବିକାଳି ଯେତେବେଳେ ନେଇକିନା ଯାଇଛି, ଯେ ମନ୍ତ୍ରୀ ପୁଅ ପିଠା କରିଦେଇଛି, ପିଠା କରି ନେଇକିନା ଯାଇଛି ରାଜଜେମାଙ୍କ ପାଖକୁ, ରାଜଜେମା ସେଠୁ ଖାଇଛନ୍ତି। ସବୁଦିନ ଜଣଙ୍କ ପିଠା ଖାଉଥିଲେ, ମାନେ ମାନେ ଗୋଟେ ଦିନ ମାନେ ମନ୍ତ୍ରୀ ପୁଅ କରିଛି, ମତେ ଟେଷ୍ଟ ତ ନିହାତି ଲାଗିବ, ଯେତେବେଳେ ଅଲଗା ଟେଷ୍ଟ ଲାଗିଛି, ରାଜଜେମା ସେତେବେଳେ ପଚାରିଲେ ଏଇ ପିଠା କିଏ ତିଆରି କରିଛି। ହେଲା, ଦେଖ, ରାଜଜେମା ପିଠା ଖାଇ କହିଲେ, ତୋ ପିଠା ପରି ତ ଲାଗୁନି, ସତ କହ ଏ ପିଠା କିଏ କରିଛି। ପିଠା ବିକାଳି କହିଲା, ଏ ମୁଣ୍ଡ ରହିଲେ କହିବି। ମାନେ ରାଜା, ମାନେ ରାଜ ଉଆସରେ ପୁଣି ରାଜଜେମାଙ୍କୁ ଆଉ କିଏ ଯଦି ମାନେ କଣ ବିଷ ମିଶେଇ ଦେଇଥିବ ସେ ପିଠାରେ, ହେଲା, ସିଏ କହିଲେ ଯଦି ମୋ ମୁଣ୍ଡ ଯଦି ରହିବ ମୁଁ କହିବି। ମାନେ ରାଜି ହେଇଗଲେ ନ ସାଙ୍ଗେ, ମୋ ମୁଣ୍ଡ ଯଦି ରହିବ ତାହେଲେ ମୁଁ କହିବି। ରାଜଜେମା କଣ କହିଲେ, ହଁ ମୁଁ କାହାକୁ କିଛି କହିବିନି, ତମେ କିନ୍ତୁ ସତ କଥା କୁହ, ଏଇ ପିଠା ତମକୁ କିଏ କରିକିନା ଦେଇଛି। ଜେମା ଅଭୟ ଦେଲାରୁ କହିଲା, କୁଆଡୁ ଆସି ଜଣେ ପାଖରେ ରଖିଛି, ଏ ପିଠା ତମ ପାଇଁ ଅଲଗା କରି ସେ ପଠେଇଛି। ଜେମା କହିଲା, ତାକୁ ଶୀଘ୍ର ଆଣି ଏଠି ହାଜର କର। ହେଲା, ଯେ ଏତେ ସୁନ୍ଦର ପିଠା ଯେହେତୁ ଯିଏ କରିକି ଆଣି ଦେଇଛି, ମାନେ ରାଜଜେମାଙ୍କ ପାଇଁ, ରାଜଜେମା ତ ତାକୁ ନିହାତି ତାକୁ ଦେଖିବାକୁ ଇଚ୍ଛା ହବ। ସେ କହିଛନ୍ତି କି ଯିଏ ମୋ ପାଇଁ ଏତେ ସୁନ୍ଦର ପିଠା କରିଦେଇଛି, ତାକୁ ଶୀଘ୍ର ଆଣିକିନା ମୋ ଆଗରେ ହାଜର କର, ମୁଁ ତାକୁ ଟିକେ ଦେଖିବି। ପିଠା ଦେଇକିନା ରାଜଜେମାଙ୍କୁ ମନ୍ତ୍ରୀ ପୁଅ ପଠେଇଛି। ମନ୍ତ୍ରୀ ପୁଅ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା। ହେଲା, ଯିଏ ପିଠା ବିକାଳି, ସିଏ କଣ ମାନେ ବୁଢୀ ଲୋକଟା ଥିଲା। ତାପରେ ରାଜା ପୁଅ ଯଦି ରାଜମହଲରେ ପୁଣି ରାଣୀଙ୍କ ମାନେ ଯୋଉ ରାଜଜେମାଙ୍କ ଉଆସରେ ଗୋଟେ ପୁଅ ପିଲା ପଶିଲା, କୌଣସି ତାକୁ ଦେଇନି, କାହିଁକି ଏତେ ପାଲା ହବ। ସିଏ କଣ କଲେ, ଗୋଟେ ସେଇ ଯୋଉ ପିଠା ବିକାଳି ବୁଢୀ ଲୋକଟା ଧରିକି, ମନ୍ତ୍ରୀ ପୁଅ କଣ କଲା, ଓଢଣା ଫୋଢଣା ପକେଇକି ଗୋଟେ ପିଠା ପାତିଆ କାଖି କାଖିକିନା ପଶିଗଲା, ନା ରାଜଜେମାଙ୍କ ଉଆସ ଭିତରକୁ ଗଲା। କହିଲା, ଅମକ ଦେଶର ରାଜା ପୁଅ ତୁମ ଲାଗି ଝୁରି ମରୁଛି, ତା ଜୀବନରେ ଆଉ ଆଶା ନାହିଁ। ତୁମର ପଦଟିଏ କଣ କଥା ହୁଏତ ତାକୁ ଜୀବଦାନ ଦିଅନ୍ତା। ଉଆସରୁ ଡାକେ ବାଟରେ ଗୋଟିଏ ଅସନା, ଅସନା ଅସନା ଘରେ, ଅସନା ଘରେ ସେ ପହଞ୍ଚିଛି। ସକାଳୁ ଭୋକ ନାହିଁ, ଆଖିରେ ନିଦ ନାହିଁ, ତାକୁ ଥରୁଟିଏ ଦେଖାଯିବ ତା ଦେହରେ ଜୀବନ ପଳଉଛି। ମାନେ ସେ କହିଛନ୍ତି କି ମାନେ ଗୋଟେ ମାନେ ରାଜ୍ୟ ଦେଇନାହାନ୍ତି, ଗୋଟେ ରାଜାଙ୍କର ପୁଅ, ସେ ତମକୁ ପୁରା ବହୁତ ଭଲ ପାଉଛନ୍ତି। ହେଲା, ଏଉଠୁ ପୋଷେ ବାଟ ହବ,
ଗୋଟେ ଅସନା ଘରେ ବସି ତମକୁ ଏତେ ଭଲ ପାଉଛନ୍ତି ଖାଦ୍ୟ ପାନ ସବୁ ଛାଡିକି ମାନେ ଖାଲି ତମରି ନାଁକୁ ହିଁ ଭଜୁଛନ୍ତି ହେଲା। ଯଦି ତମକୁ ସେ ଥରେ ଦେଖିଦେବେ ତାହେଲେ ତାଙ୍କ ଜୀବନ ଫେରି ଆସିବ, ନହେଲେ ସେ ପୁରା ତମ ଭାବିନେ ମରିଯିବ ହେଲା। ମନ୍ତ୍ରୀ ପୁଅ ଯାଇ କହିଲା କାହାକୁ? ରାଜଜେମା। ଯେମାନେ ହୃଦୟ ବଡ କମଳ ଛାର ତା ଲାଗି ରାଜା ପୁଅର ପ୍ରାଣ ଯିବ, ପ୍ରାଣ ନେଲେ ସେ ଦୋଷ କାହାକୁ ଲାଗିବ? କହିଲା ଯାଅ ଆଜି ରାତି 10 ଘଡ଼ି ଠାଇ ମୁଁ ରାଜା ପୁଅକୁ ଯାଇକି ଦେଖା କରି ଆସିବି ହେଲା। ମାନେ ରାଜଜେମା ବହୁତ ମାନେ କଣ ଟିକେ ଦୟାଳୁ। ସେ କହିଲେ ହଉ ଠିକ ଅଛି, ମୋ ପାଇଁ ଯଦି ଗୋଟେ ରାଜା ପୁଅ ମରିବ, ଯଦି ରାଜାକୁ ସାଧାରଣ ଗୋଟେ ଯଦି ମରିଯାଇଥାନ୍ତା ଏମିତି ମାନେ ରାଜ୍ୟର ଯେତିକି ମାନେ ଭାଲ ଭଲ ହେଇଥାନ୍ତା, ଯଦି ରାଜା ପୁଅ ମରିଯିବ ତାହେଲେ ମୋ ଲାଗି ଦୋଷ କିଏ ମରିବ, କିନ୍ତୁ ଦୋଷ କିଏ ନବ? ମୁଁ ଦୋଷ ନେବି। ତେଣୁକରି ତାଙ୍କୁ କହିବ ଆଜି ରାତି 10 ଘଡ଼ି ପରେ ମୁଁ ଯିବି ରାଜାକୁ ଦେଖି। ତମେ ଆସିକି ଲେଟ୍ କମ ଫାଷ୍ଟ କମ କିନ୍ତୁ ଆସିଲା ସେଠି ତମର ଗପ ଜମି ତଳେ ବସିକି ଗୋଡ ଚକା ମାରି ପକେଇକି ଖୁସି ଖାଲି ମନେ ପିଆଜ ମୁଢି ମିଶ ମନ ଖୁସି। ଆଉ ଟିକେ ସେଠୁ ଗପ ହଠାତ୍ ଜମି ରାଜା କହିଲା ରାଜାକୁ ଆନନ୍ଦ କହିଲେ ନ ସରେ, ରାଜା ତାଙ୍କୁ ଆସିକି ଦେଖା ଦଣ୍ଡକ ଯୁବପରି ଲାଗୁଥାଏ, ମାନେ ସେ ଖାଲି ଘଣ୍ଟା ଘଣ୍ଟା ଅନେକ ଅଛି କେତେବେଳେ ରାତି ହବ ହେଲା। ମାନେ ଯେମିତି ଗୋଟେ ମିନିଟ ତାକୁ ଯେମିତି ଗୋଟେ ବର୍ଷ ଭଳିଆ ଲାଗୁଛି। ରାତି 8 ଘଡ଼ି 9 ଘଡ଼ି ଶେଷକୁ 10 ଘଡ଼ି ହେଲା, ଜେମିମା କଥା ଭାବିକି ନିର୍ବୋଧ ନିଦରେ ଶୋଇପଡିଲା କିଏ? ରାଜା ପୁଅ ଅନେଇ ଅନେଇକି ସବୁ ଶୋଇପଡିଲେ। ଛୁଆ କହିଲେ ରାତି ପାହିଲା ଆଖି ମଳି ରାଜା ପୁଅ କହିଲା ଜେମା ଆସିଲାଣି ସଙ୍ଗାତ ମିଛ କହୁଥିଲା। ମାନେ ଯେତେବେଳେ ଅତି ଖୁସି ହେଇଯାଏ ତାପରେ ଅତି ଖୁସିରେ ଅପେକ୍ଷା କରି କରି ତା ଆଖି ଲାଗିଯାଇଛି, ସେ ସେଇଠି ଶୋଇପଡୁଛି କିଏ? ରାଜା। ଯେତେବେଳେ ସକାଳ ହେଲା ମାନେ କାଉ ବୋଲେ ସବୁ ଉଠିଲେ, କହିଲେ ମନ୍ତ୍ରୀ ପୁଅ ମିଛ କଥା କହୁଛି, ଆଜି ତ ରାତି ପାହିଲା ପୁଣି ସକାଳ ହେଲାଣି ପୁଣି ତ ରାତି ହେଇଯିବ। ମନ୍ତ୍ରୀ ପୁଅ କହିଲା କଣ କହିଲ ଜେମା ଆସିନାହାନ୍ତି? ରଜା ପୁଅ ହାତରୁ ଦରାଣ୍ଡି ଖଣ୍ଡିଏ ରୁମାଲ କାଢିଲା, ଏଟା ଜେମାର କାଢିଦେବି ମୁକୁଟ ଟଙ୍କା କେତେ ଗୁଡିଏ ଶଙ୍ଖ ଭଲ ଭଲ କପ୍ ନିଅନ୍ତୁ, ପୁଣି ପଥର ଫାଟିଗଲେ କାଚ କହିବେ ବନ୍ଧାଇ ଫଟେଇଦେଲେ ଆମ କପ୍। ରଜା ପୁଅର ରୁମାଲଟି ପକେଟରେ ନାହିଁ। ମନ୍ତ୍ରୀ ପୁଅ କହିଲା ସଙ୍ଗାତ ଜେମା ଆସିଥିଲେ, ଗୋଟେ ଗଜା କରୁଛ କାହିଁକି? ମାନେ ସେ ଆସିଥିଲେ ବୋଲିକି ସେ କଣ କରୁଛନ୍ତି ନା ଗୋଟିଏ ତାଙ୍କର ମାନେ ରାଣୀଙ୍କର ଯୋଉ ରୁମାଲରେ ମାନେ ଟଙ୍କା ହେଇଥିବ ସେଇ ରୁମାଲରେ କଣ କଲେ କିଛି ମାନେ ଶଙ୍ଖ ହେଲା ମାନେ ପ୍ରମାଣ ପାଇଁ ଗୁଡେଇକି କଣ କଲେ ସେଠି ଥୋଇ ଦେଇ ଗଲେ, କିଏ? ରାଜଜେମା ଆସିଥିଲେ। ସେଠୁ ମନ୍ତ୍ରୀ ପୁଅକୁ ଯେତେବେଳେ କହିଲେ, ମନ୍ତ୍ରୀ ପୁଅ କହିଲା ଦେଖ ଯୋଉ ରାଜଜେମା ଆସିଥିଲେ ତାର ପ୍ରମାଣ ବି ସେ ଥୋଇ ଦେଇ ଯାଇଛନ୍ତି, କିନ୍ତୁ ତମେ ଶୋଇପଡିଥିଲ ସେଇଟା ହଉଛି ତମ ଭୁଲ ହେଲା। ରାଜା ପୁଅ ଅସରା ଅସରା ଲୁହ ବୋହିଗଲା, ମାନେ ବର୍ଷା ଯେମିତି ଅସରା ଲୁହ ବୋହିଯାଏ ସେମିତି ମାନେ ଅସରା ଅସରା କଣ ମୁଁ କଲି ହେଲା। କହିଲା ମୁଁ ନିତ୍ୟାନ୍ତ ଅନାଡ଼ି ଶୋଇପଡିଲି, ରାଜଜେମା କଣ ପାଖକୁ ପୀଡା ଦେଇ ଆସିଥିଲା ଫେରିଗଲା, କଣ ସେ ଭାବିଥିବ, କଣ ମନକୁ କେଡେ ବାଧିଥିବ। ସେ କହୁଛନ୍ତି ରାଜଜେମା କେତେ ନିର୍ଭୀକ ପାଦ, ସିଏ ପୁଣି ଚାଲି ଚାଲିକି ମୋ ପାଖକୁ ଆସିଥିଲେ ତାଙ୍କୁ କଣ ପଦରେ କଷ୍ଟ ଦେବି, କିନ୍ତୁ ମୁଁ ଯେହେତୁ ଶୋଇପଡିଛି ତାଙ୍କ ମନଟା ଯେମିତି ଫେରି ଯାଇଥିବ ଫେରି ଯାଇଛି। ମାନେ ଏତେ ଅଭାଗାଟା ବୁଝୁନି ସେ ବହୁତ ମାନେ ଧିକ୍କାର। ସେ ଭାବିଥିବେ ମାନେ ଜଣେ ରାଜଜେମା ବହୁତ ସୁଖୀ ହେଇଥିବେ। ଏଇ ଜଣେ ରାଜଜେମା ମାନେ ସେ ତ ସୁଖୀ ହେଇଥିବେ ନା ନାଇଁ, ଆମର ସେ ସବୁଦିନ କାମ କରୁଥିବେ ଚାଲି ଚାଲି ଯାଉଥିବେ ସାଇକେଲ ଚଲଉଥିବେ। ତାପରେ ଦେଖ ତାପରେ ଦେଖ ତାପରେ ସେ କହିଛି ଯେ ଚନ୍ଦନକୁ ହାତ ଖଣ୍ଡରେ ପାଇ ମୁଁ ଛାଡିଦେଲି ହେଲା, ମାନେ ଯାହା ମୁଁ ତାକୁ ସ୍ୱପ୍ନରେ ଭାବିଥିଲି ମୁଁ ତାକୁ ପାଇବାକୁ ଯାଉଥିଲି ବି ମାନେ ହାତ ଛଡା କରିଦେଲି। ମନ୍ତ୍ରୀ ପୁଅକୁ ପଚାରିଲା ଏ ପଥର ମୁଣ୍ଡ କାହିଁକି ନେଇକି ଆସିଛୁ? ମନ୍ତ୍ରୀ ପୁଅ ହସି ହସି କହିଲା ଖେଳିବା ପାଇଁ, ଅର୍ଥାତ ତୁମେ ବାଳକ ପ୍ରେମିକର ଯୋଗ୍ୟ ନୁହେଁ, ଏଥିରେ ରାଜା ମୋର ଭଉଣୀ ହେଲା। ସେ କହିଛନ୍ତି ଯେ ମୋ ଭଗବାନ ମତେ ଦେଇ ଯାଇଛନ୍ତି କଣ ପାଇଁ?
ନା ତମେ ଛୋଟ ପିଲା ତ ତମର ପ୍ରେମ କରିବା ବୟସ ହେଇନି ହେଲା ଯଦି ପ୍ରେମିକ ହେଇଥାନ୍ତା ତମେ କେବେ ବି ଶୋଇକି ନଥାନ୍ତା ସେଥିପାଇଁ ସେ ଦେଇ ଯାଇଛି ଖେଳିବ ତାର ଏଇ କଥାରେ ମାନେ ତାକୁ ପୁରା ବହୁତ ବାଧୁ ହେଲା ସେ ସେଠୁ କହିଲା ଆଉ ଗୋଟେ କାମ ରାଜା ପୁଅ କ୍ରୋଧରେ ଯେମା ଖାଉଥାଏ ହାତ ଗୋଡ ଫୁଲି ଉଠୁଥାଏ ଭାବୁଥାନ୍ତି ବର ବୁଦ୍ଧି ପ୍ରଳୟ ବର କଥାରେ କାହିଁକି ପଡିଲି କିଏ ଯଦି ଦେଖିଥାନ୍ତା ମୁହଁ ତଳାଇଥାନ୍ତା ମାନେ ଦେଖ ଯୋଉ ରାଜଜେମା କେତେ ରିସ୍କ ନେଇକି ଯାଇଥିଲେ ରାତିରେ ଚାଲି ଚାଲିକିନା ଯାଇଥିଲେ ରାଜାଙ୍କୁ ଦେଖା ଯେତେବେଳେ ରାଜାଙ୍କୁ ଦେଖା ହେଲାନି ସେ କାମ ବୁଝିଲାନି ସିଏ ବଦଳି ଯାଉଥିବେ ତାଙ୍କ ସିଏ ଯେତେବେଳେ ମାନେ ଦେଖିଛନ୍ତି କି ରାଜାକୁ ମାନେ ତାର ଗୋଟେ ଦାୟିତ୍ୱ ବୋଲି ଭାବିଛନ୍ତି ନାଇଁ କି ମତେ ଡାକି ଦେଇକି ନେଇକି ଶୋଇ ପଡିଛି ମାନେ ସିଏ ପୁରା ରାଗରେ ପୁରା ତାଙ୍କ ହାତ ଗୋଡ ଖାଲି ଥରୁଥାଏ ଓଠ ଖାଲି ଥରୁଥାଏ ରାଗରେ କିଏ ରାଜଜେମା କହିଲେ ବର ବୁଦ୍ଧି ପ୍ରଳୟ ମୁଁ କାହିଁକି ତା ବୁଦ୍ଧିରେ ପଡିକି କାହିଁକି ଯାଉଥିଲି ଯଦି ଆଜି ସେ ଦେଖିଥାନ୍ତା ମୋ ଅବସ୍ଥା କଣ ହେଇଥାନ୍ତା ସେ ରାଜା ହୋଇଥାନ୍ତା କି ରାଜଜେମା ରାତି ଅଧରେ ମାନେ କାହାକୁ ଯାଇଥିଲେ ଦେଖା କରିବାକୁ ତାପରେ ସବୁ ମାନେ ଖୋସଲା ହେଇଥାନ୍ତା କାହାକୁ ଯାଇଥିଲେ ନାଇଁ କହିବା କଥା ଭୁଲି ଯାଇକି ମଣିଷ ଯେ ପ୍ରେମିକାକୁ ନିରାଶରେ ଫେରାଇଛି ଏତେ କେଉଁ ନାୟକର ଲେଖା ହେଲା ଯେତେ ନେହୁର ଅବସ୍ଥା ହେଲେ ବି ଏଠିକି ଯିବି ନାହିଁ 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 ଦେଖନ୍ତୁ ଆଉ ଜଣେ ପୁଅ ଯେତେ ମତେ କହିଲେ ଯେତେ ନେହୁରା ହେଲେ ବି ମୁଁ ଆଉ ଜମା ସେଠିକି ଯିବି ଏତିକି ବେଳେ ମନ୍ତ୍ରୀ ପୁଅ ଆସି ପହଞ୍ଚିଗଲେ କୋଉଠି ରାଜଜେମାଙ୍କ ଦେଖେ ତ ରାଗ କହିଲେ ସବୁ ତୁମେ ସବୁ ଠକ କଥାରେ ଠିକ ନାହିଁ ନିଆଁ ସାଙ୍ଗେ ତେଲ ଖେଳୁଛ ତେଲ ବାହାରିଯିବ ଜାଣିଥାଅ ମାନେ କଣ ନା ରାଜଜେମା ତାକୁ ପାଟି କଲେ କହିଲେ ତମେ କଣ ନା ତମେ ବହୁତ ଠକ ମାନେ ଯାହା କହୁଛ ମାନେ ଠିକ ଠାକ କଥା କହୁନ ହେଲା ମାନେ କଣ ସିଏ ଏତେ ନେହୁରା ହେଲେ ବୋଲି ରାଜାକୁ ତାଙ୍କ ସାଙ୍ଗ ଲାଗିଲେ ମାନେ ରାଜଜେମା କଣ କାହିଁକି ବୁଝୁଛ ଗପ ଆଗକୁ ଆହୁରି ମଜା କଥା ଅଛି ହେଲା କହୁଛନ୍ତି ନା ତେଲ ସାଙ୍ଗରେ ମାନେ ଯୋଉ ନିଆଁ ସାଙ୍ଗରେ ତେଲ ଖେଳୁଛ ତେଲ ବାହାରିଯିବ ହେଲା ମାନେ ରାଜଜେମା ମତେ କେତେ ଥର କଣ ହେଇଛି ମୁଁ ତା ମାନଙ୍କର କିଛି ତାପରେ ଦେଖ ମନ୍ତ୍ରୀ ପୁଅ କହିଲା ଯାହା ଘଟି ଯାଇଛି ସବୁ ଦୋଷ ରଜା ପୁଅର ସେଇଠି ରାଜଜେମାଙ୍କ ଦୋଷ ଦେଲେ ରାଜଜେମା ତାଙ୍କୁ ଚାପଡା ପକେଇବନି ହେଲା ସେଥିପାଇଁ କହିଲା ସବୁ ଦୋଷ ରାଜା ପୁଅର ତା ଦୋଷ ମୋର ହେଲା ମତେ ଯାହା ଗାଳି ଦବାର ଦିଅ ଏ ଭୁଲ ଆଉ ହବ ନାହିଁ ତୁମକୁ ଦେଖିବା ନିଶାରେ ରାଜା ପୁଅ ଏକ ପ୍ରକାର ବାୟା ହୋଇଯାଇଥିଲା କେତେବେଳେ ଶୋଇ ପଡିଲା ଜାଣିପାରିଲି ଏବେ ତା ମୁହଁ ଦେଖିଲେ ଗଛ ପତ୍ର ବି ତରଳିବ ମାନେ ସେ ଆଗରୁ ଯେତିକି କରୁଥିଲା ଏବେ ସେ ଆହୁରି କରୁଛି ହେଲା କାନ୍ଦ ଯଦି ଗଛ ପତ୍ର ବି ଦେଖିବ ସିଏ ବି ତରଳିବ ତମେ ତ ଦୂରେ ଥାଉ ମାନେ ଏତେ ଇମୋସନାଲ ଆକ୍ଟିଂ କରିଦେଲା ରଜା ପୁଅ ବାବୁ ବଞ୍ଚାଅ ତାକୁ ବଞ୍ଚାଅ ତା ଜୀବନଟା ଜୀବନଟା ତୁମ ହାତରେ ରାଜା ଝିଅ ଏ କଥାରେ ପ୍ରସନ୍ନ ହେଲା ସେ ତ ପୁରା ନିର୍ଦୟ ହୃଦୟଟା ରାଜଜେମାର ସେ ଯେତେବେଳେ ଏତେ କଥା ରାଜା ପୁଅ କହିଛି ସେ ପୁଣି ସେଠୁ ଆଉ ଥରେ ଯିବା ପାଇଁ ରାଜି ହେଇଛି କିଏ ରାଜଜେମା ନିଶା ସାଇଁ ସାଇଁ ଗର୍ଜୁଛି ରଜକୁ ଆଖିରେ ପଲକ ପଡୁନାହିଁ ସେ ମୁହୂର୍ତ୍ତ ଗଣୁଛି ଚଲା ପଥ ଆଲୁଅ କରି ଜେମା ପହଞ୍ଚିଗଲେ ହେଲା ତାପରେ ଦିନକୁ ରଜା ପୁଅର ଆଖିରେ ସେ ରୂପ ଚରିଗଲା ଯେଉଁଠି ପଡିଲା ସେଠି ଲାଖିଗଲା ହେଲା ମାନେ ରାଜା ପୁଅ କଣ ଗଲା ମାନେ ରାଜଜେମାକୁ ଚାହିଁଛି ତ ସେଠି ଚାହିଁଛି ତାର ଆଖିର ପଲକ ପଡୁନି ପଡିଯିବ ଦେଖିଛି ଆଉ ଘଣ୍ଟାଏ ପର୍ଯ୍ୟନ୍ତ ସେମିତି ରହିବି କଥାବାର୍ତ୍ତା ହେଇଥିଲା ନା କଣ ରଜା ପୁଅର ଆଖିରେ ସେ ରୂପ ଚରିଗଲା ଯେଉଁଠି ଲାଖିଲା ସେଠି ଲାଗି ରହିଲା ଯେମିତି ରଜା ପୁଅର ରୂପ ରୁଚି ସେ ଖୁସି ହେଇଗଲା ହେଲା ମାନେ ସିଏ ଜେମାଙ୍କ ରୂପ ଦେଖି ଖୁସି ହେଇଗଲା ଜେମା ବି ରଜା ପୁଅର ରୂପ ଦେଖିକି ଖୁସି ହେଇଗଲା ଦେଖ ମିଳିଗଲା ହସିଲେ
ଯେଉଁଠି ହସିଲେ ଦରକାର ଯାହାର କିଛି ବ୍ୟଥା ନାହିଁ ହେଲା। ମାନେ ଈର୍ଷା ଭାଗ୍ୟ ଦେବତା ୟା ସହିପାରିଲେ ନାହିଁ। ମାନେ ଯେତେବେଳେ ସିଏ ବହୁତ ଜୋର ହସିଥିଲେ କିଏ ନା ରାଜା ପୁଅ ଆଉ ରାଜଜେମା, ସେତେବେଳେ ଦେଖିବୁ ହେଲା ଆଗେ ଯେତେବେଳେ ରାଜା ରାଜୁର ଶେଷ ଥିଲା ସେତେବେଳେ ସବୁ ପଟୁଆଳି ମାନେ ରାତିରେ ମାନେ ନଗର ପରିକ୍ରମା କରନ୍ତି ହେଲା। ମାନେ ରାଜାଙ୍କର କିଏ କୋଉଠି ଚୋର ଆସିଲା କିଏ କୋଉଠି କଥାବାର୍ତ୍ତା ହେଲା ସେ ସବୁ ମାନେ ଶୁଣନ୍ତି ହେଲା। ଯେତେବେଳେ ରାଜା ଜେମା ଯେତେବେଳେ ଦି ଜଣ ମାନେ ହସିକି କଥା ହଉଥିଲେ ସେତେବେଳେ କହୁଛି ଜଣେ ପଟୁଆଳ ଶୁଣି ଦେଇଛି ହେଲା। ଇଏ ତ ଆମ ରାଜଜେମାଙ୍କ ମାନେ କଣ୍ଠସ୍ୱର। ରାଜଜେମା ଏଠି କୋଉଠି ଆସିଲେ? ପଟୁଆଳି ନଗର ପରିକ୍ରମା କରୁଥିଲେ ତା କାନରେ ଏ ଶବ୍ଦ ବାଜିଲା। ସେ କାନେଇଲା ଏତେ ରାତିରେ କିଏ ଏମିତି ଓ ଏ ଯେ ଜେମାଙ୍କର କଣ୍ଠସ୍ୱର। ସେ ଯେ ଜେମା ଜଗୁଆଳିକୁ ହୁକୁମ ଦେଲା ଏ ବନ୍ଦୀ କର। ଯେତେବେଳେ ପଟୁଆଳ ଯାଇକିନା ରାଜାଙ୍କୁ କହିବ କି ରାଜଜେମା ଆଜି ମାନେ ତାଙ୍କ ଘରକୁ ଯାଇଥିଲେ ଏମିତି ହସି ହସିକିନା ଗପୁଥିଲେ। ସେଠୁ ରାଜା କଣ କଲେ ସାଙ୍ଗେ ସାଙ୍ଗେ କହିଲେ ସେ ଦି ଜଣଙ୍କୁ କଣ କର ନା ବନ୍ଦୀ କର ସାଙ୍ଗେ ସାଙ୍ଗେ। ରାଜା ପୁଅ ରାଜା ଝିଅ କଏଦୀଖାନାରେ ରହିଲେ ହେଲା। ମନ୍ତ୍ରୀ ପୁଅ ଏ ଉଦନ୍ତ ପାଇଁ ମହା ଭାବନାରେ ପଡିଲା। କଥା ଫୁଟିଲା ହେଲା କି ଆଉ ମୁଣ୍ଡ ରହିବ। ସେ କହିଛନ୍ତି କି ଆମେ ଯୋଉ ରାଜା ପଟୁଆଳି କହିଲେ କି ବନ୍ଦୀ କର ସିଏ କଣ ଜାଣିଛନ୍ତି ଇଏ ଗୋଟା ମାନେ ରାଜ୍ୟ ମାନେ ରାଜାଙ୍କର ପୁଅ ବୋଲି? ସେ ତ ଜାଣିନାହାନ୍ତି ନା। ସେ ମାନେ ମନ୍ତ୍ରୀ ପୁଅ ମୁଣ୍ଡରେ ପୁରା ଚଡକ ପଡିଲା। ମୁଁ କେମିତି ଦି ଜଣଙ୍କୁ ପୁଣି ବାହାର କରିବି? ମାନେ ସିଏ ଯୋଉ ଦି ଜଣ ବନ୍ଦୀ ହେଇଛନ୍ତି ସିଏ ପୁଣି ତାଙ୍କୁ ପୁଣି ଜଗିଥିବେ। ମୁଁ ତାଙ୍କୁ ସେଇଠୁ କେମିତି ଆଣିବି? ଯୋଉ ଉପାୟରେ ୟାଙ୍କୁ ଉଦ୍ଧାର କରିବାକୁ ପଡିବ। କିଏ କହିଲା ମନ୍ତ୍ରୀ ପୁଅ ଭାବିଲା ଯେକୌଣସି ଉପାୟ ହଉ ଦି ଜଣଙ୍କୁ ଉଦ୍ଧାର କରିବାକୁ ପଡିବ। କେତେ କଷ୍ଟରେ ମାନେ ରାଜା ପୁଅ ଆଉ ରାଜଜେମାଙ୍କୁ ପାଇଛନ୍ତି। ତାପରେ ବୁଦ୍ଧି ହେଉଛି ବଳ। ଭାବି ଭାବି ଶେଷକୁ ଗୋଟିଏ ପୁରୁଷ ବେଶ ଓହ୍ଲାଇଲେ ଗୋଟିଏ ବୁଢୀ ବେଶ ଧରିଲା। କିଏ? ରାଜା ମନ୍ତ୍ରୀ ପୁଅ ହେଲା। ମନ୍ତ୍ରୀ ପୁଅ ମିଡିଏଟର ଆଉ ନା। ଗୋଟେ ବୁଢୀ ବେଶ ଧଇଲା ଅଣ୍ଟା ନଇଁ ପଡିଛି ଗୋଟିଏ ପିଠା କାଖେଇଛି ହାତରେ ଗୋଟିଏ ବାଡି ଯାଇ କଏଦୀଖାନାରେ ଫାଟକରେ ପହଞ୍ଚିଗଲେ। ଏକ୍ଜାମ ସରିଲା? ଦେଖ ଯୋଉ ପୁଣି ସେ ଯୋଉ ଯିବ ମାନେ ସେ ଯୋଉ କଏଦୀଖାନା ଭିତରକୁ ନିହାତି ଗୋଟେ କିଛି ରିଜିନ ଦେଖାଯିବ ନା ସାଙ୍ଗେ ସାଙ୍ଗେ ଭିତରକୁ ପଶିଯିବ କି? ପଶିବନି। ସେ କଣ କଲା ଗୋଟେ ବୁଢୀ ଲୋକଟା ହେଲା ଗୋଟେ ପିଠା ବିକାଳି ହେଲା ପୁରା ନଇଁ ନଇଁ ଚାଲୁଛି ଓଢଣା ପକେଇଦେଲା ଗୋଟେ ବାଡି ଧରିଦେଲା ଚାଲିଲା। ଜଗୁଆଳିକୁ ଦେଖି କହିଲା ଆରେ ପୁଅ ପଛକୁ କିଛି ଦିଶୁନାହିଁ। ଗୁଡାକୁ ବାଟ ଖୋଲିଲିଣି। ଗୁଡାକ ମାନେ ମରିଗଲେ। ହେଲେ କଏଦୀ ଘର ଦୁଆରେ ଛାଡି କେତେ ହିନି ମାନରେ ଅଛନ୍ତି। ଇଏ ତାଙ୍କୁ ଭଲ ମନ୍ଦ ରାନ୍ଧି ଦଉଛି। ମାନେ ଯୋଉ କଏଦୀଖାନାରେ ଯିଏ ସବୁ ଜେଲରେ ବନ୍ଦୀ ହେଇ ରହିଛନ୍ତି ନା ସେମାନେ କଏଦୀଖାନାରେ କଣ ଖାଉଥିବେ? ସେମାନଙ୍କୁ କିଏ ମାନେ ଦୁଃଖ ବୁଝୁଥିବ ତାଙ୍କୁ କଣ କିଏ ଦଉଥିବ ଖାଇବା ପାଇଁ। ସେମିତି ତାଙ୍କୁ ଦିଟା ପିଠା କରି ଆଣିଛି ତାଙ୍କ ମାନଙ୍କୁ ଖାଇବାକୁ ଦେବି। ଆଉ ମୁଁ ତାକୁ ବି କଣ କରିପାରିବି? ମତେ ତ କିଛି ଦେଖାଯାଉନି ପଛକୁ ବି ଆଗକୁ କିଛି ଦେଖାଯାଉନି। ଗୋଟେ ଟିକେ ଓଭର ଆକ୍ଟିଂ ସେ ଟିକେ କରିଦେଲା ଆଉ ହେଲା। ପିଠା ଦିଟା ହେଲେ ଦେଇ ଆସେ କଲ୍ୟାଣ କରିବେ ଆଉ ଧର୍ମ ହବ। ଜଗୁଆଳି ବିଚାରିଲା ସେ ତ ପିଠା ଦେବ ଆମର କଣ ହେଉଛି ଛାଡିଦେବ ହେଲା। ସେ କହିଲେ ଇଏ ତ ଏତେ ତ ବୁଢୀ ହେଲାଣି ବାଙ୍ଗରା ବୁଢୀ ନିଜକୁ ତ ଦେଖାଯାଉନି ଆଉ ସିଏ କଣ କରିବ? ତାକୁ ଛାଡିଦେଇ ସେ ପିଠା ଦିଟା ଦେଇ ଆସୁ ଆଉ। ବୁଢୀ ଭିତରକୁ ଗଲେ ଜେମା ବୁଢୀ ବେଶ ଧରି ବାହାରକୁ ଚାଲିଗଲେ ହେଲା। ମାନେ ଯୋଉ ଦି ଜଣ ଥିଲେ ନା ରାଜାକୁ ଆଉ ରାଜଜେମା ଯେତେବେଳେ ଇଏ ପିଠା ଯାଇଛି ସେତେବେଳେ ତାଲା ଖୋଲି କଏଦୀଖାନାକୁ ଯାଇଛି ସେତେବେଳେ ରାଜଜେମା କଣ କଲେ ନା ଯୋଉ ବାହାରକୁ ପଳେଇ ଆସିଲେ। ମନ୍ତ୍ରୀକୁ ରାଜାକୁ ଦି ଜଣ ତା ଭିତରେ ରହିଲେ। କେହି ଚିହ୍ନି ପାରିଲେ ନାହିଁ। ଏ ମଧ୍ୟରେ ପଟୁଆଳ ଯାଇ ରାଜାଙ୍କୁ ଜଣେଇଲେ। ପଟୁଆଳ ହଉଛି ସବୁ ନାକୁଣାଟା ବୋଧେ ନା ହେଲା। ପଟୁଆଳ ସବୁବେଳେ ସେ ଆସନ୍ତି ଯୋଉ ସବୁ ପରିକ୍ରମା କରିବେ ନା ମାନେ ଦେଖିବେ ଜେଲ ଭିତରେ କଏଦୀଖାନା ସବୁ ତାଙ୍କ କାମ ହଉଛି ମାନେ ସବୁ ଦେଖିକିନା ରାଜାଙ୍କୁ ଖବର ଦେଲେ। ସିଏ ତ ଦେଖିଛନ୍ତି କି ମାନେ ରାଜା ନାହାନ୍ତି କିନ୍ତୁ ଦି ଜଣ କିଏ ମାନେ ପୁଅ ପିଲା ଅଛନ୍ତି। ମହାରାଜ ଏମିତି କଥା ଛାମୁ ଚକ୍ଷୁରେ ଦେଖନ୍ତୁ
जेमा तांकर देवी प्रतिमा से अबाट को जीवे मते राजा को प्रते हेलानी तथापि से गले पटुआल सहित कयटी घरे पहुंचले किए राजा गले पटुआल जेमा को चिन्हट कला राजा ओडुनी देखंती तो आउ के जने जेमा ना माने जेमा जो साड़ी की ड्रेस पिंथिले ताकू को गला मंत्री को पिंधई छी हला आउ मंत्री को जो बुढ़ी वेश धरी जाइथिला मंत्री को जो बुढ़ी वेश धरी जाइथिला ताको राजजेमा खबर से बुढ़ी वेश धरी कि बाहर पळे हला तापरे राजा चटिने आखिर को निहे चट गले तरबरी काढी संगे संगे कटुआली की चोटे रे पूरा राग रे हला कटुआल कोन बोली पूरा मार दे माने एमती छुरी चले देले कासे ता मुंड पूरा कटि की तळे पड़ी गला कटुआल मुंड रखि सरस पे भूई रे लोटिले रजे रजे मंत्री को बेड़ी कोडी खोली देले गोटे पड़ोस जाए देखि तापर सब जतो में से देखिले तापर झिउ तो नाही से आ कोन करियो कटुआल को कोन कले माने जेतले ताकू राजा जेतले रागी की कटुआल को काटी देले सेतले कोन कले ना मंत्री को राजा को कोन करजंती ना कइला करके पळे आसी बाहर गोटे पड़ोसी राज्यर राजा को राजा झिउर पाटमुदी होइतिला राजा कोन कले संगे संगे जेतले देखिले माने राजा जमा एमती अबाट को गले संगे संगे तांकर बाहर देले हला पाटमुदी माने हम ताकू निबंध होने संगे संगे तांकर निबंध होइला से आउ गोटे माने राजा को से माने पड़ोसी राज्यर राजा को सहित राजा जमांगर निबंध होइला आज मंगलपूर्ति माने कोन बाहर मंत्री पुत्र मन कोण होइला एते कष्ट करी करी लास्ट को राजा जमाटा अगर हेची एते कष्ट करी करी की फल होला समय मुझे आउ नाही कोण करी होइला उपाय कर नाना मत फलिब कर्मर आयोजन मंत्री को उपाय बांचिला एने राजधानी मणि माणिक्य खंजा सुना तोरण बंधा होइची माने जने राजार झियो बा होची माने केते सब हमर जेमा टेंट फंड बंधा होची सेते जदी माने सब सुनार रूपा सब खंजा हेगी ना सब राजमहल डबरा सज्जा हेगी द्वारे तो कदली गछ पोता हला पूर्ण कुंभ रखा गला बाई तो बर काठ बाजिला माने बाघर सब जो दूरी मोहरी बाजेनी सेटा बाजिला बर आसिला बेहे घर भी हला एथरे देखि बेहे घर माने बाहाघर हला बाहाघर भी हे गला माने जो राजा जमांगर आ जो अलगा राजा कोसत बाहाघर भी हे गला बर कन्या विदा होय गले जेमा आखिरे लुह सते प्रभु मो मन कथा ता बुझिबे कि माने बाहाघर सरिला पर भी माने राजा जमा आशा रखिसंती कि राजा को पाइले हला संजय हला पहाड़िया जगह देखु देखु अंधार घने आसिले माने देखो पिला एबे गाड़ी पड़ी हेलानी गाड़ी ने साइड पळोजन किंतु आगे कोन माने पालिंकी थिला ठगड़ गाड़ी भी थिला माने सेतबळे जोडी जंगल हे जियो सेडी रहया को बाध्य हला ओटा जेतले जंगल फास्ट माने जंगल भीतर तो रहबे नहीं तो देखिले ओटा पहाड़ जंगल संध्या जेतले हेला से कहले कि माने तांका संगे जो सब जाइथिले कटवाला मंत्री सब से कहले कि आज हम एठी राति गोटा काटी दबे काली भोर भोर पुणी जाउतु जिबा माने जंगल भीतर पसिली पुणी पागल खाली खुशी के तकी अछती ना किंतु आज एठी रहछ आज राति को रहणी को सुना छाणी हाथी दांतर पालिकी रहिला माने पालिकी रे जाउथि राज्य आउ राजा जन ए मध्य रे मंत्री को राजा जन को व्यस्त धरी पालिकी रे बसी पड़िला राजा को शेष पर्यंत कैरेक्टर छाड़ी नै हला ए मध्य रे माने देखो आगुरु एबे से गोटे गाड़ी बर कन्या आछथि किंतु आगुरु छिला ना बर अलगा आउ माने माने कन्या रातर पाली बेस धरि के बसी पड़ी हला कन्या बेस धरि बसी पड़ी जेम धीरे धीरे बण को फसिले हला फेरार हेले जखन पाली प्रेमिक राजपुत्र को भेटिले हला जतबे से राजा को भेटि जति दिगना सेठी रह टैक्सी घोड़ा चल हला हां जेमा को एकोटिया देखो
ଯେମାନଙ୍କୁ ଏକୁଟିଆ ଡର ମାଡୁଥିଲା ବୋଲି ରାଜାଙ୍କ ଭଉଣୀ ଆସି ପାଲିକିରି ବସିଲା ହେଲା। ମାନେ ଦେଖ ନାଇଁ ପିଲାମାନେ ଦେଖ ଯେତେବେଳେ ରାଜ ଯେମିତି ଖସି ପଡିଲେ ମାନେ ଏଇ ଯୋଉ ରାଜା ଯିଏ ବାହା ହେଇଥିଲେ ତାଙ୍କ ଭଉଣୀ ଆସିଲା। କୋଉ ରାଜା କହିଲ ଯିଏ ରାଜା ବାହା ହେଇଥିଲା ହେଲା। ନା ହଁ ନାଇଁ ନଣନ୍ଦ ହବ ହେଲା। ମାନେ ଯିଏ ନଣନ୍ଦ ତାଙ୍କର ସିଏ ଭାବିଲେ ସିଏ ମୋ ଭାଉଜକୁ ଡର ମାରୁଥିବ ମୁଁ ଯାଏ ରାତିରେ ମୋ ଭାଉଜକୁ ଡର ମାରୁଥିବ ମୁଁ ଯାଉଛି ତାଙ୍କ ପାଖରେ ବସିବି ହେଲା। କିନ୍ତୁ କିଏ ଦେଖିଲା ବେଳକୁ ମନ୍ତ୍ରୀ ପୁଅ। ବୁଝିପାରୁଛନ୍ତି ବୁଝିପାରୁନ ଦେଖ ପିଲାମାନେ ରାଜା ପୁଅ ଦେଖ ପିଲାମାନେ ଗୋଟେ ରାଜା ପୁଅ ତାଙ୍କୁ ଭଲ ପାଉଛି କିନ୍ତୁ ଆଉ ଗୋଟେ ରାଜା ପୁଅ ସେମାନେ ତାଙ୍କର ବାହାଘର ହେଲା। ଯାହା ସହିତ ବାହାଘର ହେଇଥିଲା ତାରି ଭଉଣୀ ବୁଝିପାରିଲ। ମାନେ ଯୋଉ ରାଜା ବାହାଘର ହେଲା ତାଙ୍କରି ଭଉଣୀ ତା ମାନେ କହିବନି। ସିଏ କହିଲେ କି ମୋ ଭାଉଜକୁ ଡର ଲାଗୁଥିବ ରାତିରେ ମୁଁ ଯାଉଛି ମୋ ଭାଉଜ ପାଖରେ ବସିବି ହେଲା। କିନ୍ତୁ ସେଠି ବସିବାକୁ ଗଲା ବେଳକୁ ମୋ ଭାଉଜ ଅଛି ଭାଉଜ ଫେରାର ହେଇକି ସେଠି ଅଛି ମନ୍ତ୍ରୀଙ୍କ ବେଶ ଧରିକିନି କହିଛି ବୁଝିପାରିଲ। ମନ୍ତ୍ରୀ ପୁଅ ତା ରୂପ ଦେଖି ଚମକି ପଡିଲା। ମାନେ ରାଜାର ଭଉଣୀ ତା ରୂପକୁ ଦେଖିକି ମାନେ ମନ୍ତ୍ରୀ ପୁଅକୁ ମୋହିତ ହେଇଗଲା ହେଲା। ପାଲିଙ୍କି ସତକି ହାଲଣ ହୋଇଥିଲା ମନ୍ତ୍ରୀ ପୁଅ ତା ସାଙ୍ଗେ ଆଳପ ଜମାଇଲେ କଥାରେ ତ ହୃଦୟକୁ କିଣିନେଲା। ଦୁହେଁ ଦୁହିଁଙ୍କୁ ଅତି ଆପଣାର ହେଇଗଲେ। ଏଇ ମାନେ ମନ୍ତ୍ରୀ ପୁଅ ଆଉ ତା ଯୋଉ ରାଜା ଭୂମି ସାଙ୍ଗରେ ତାଙ୍କ ଦି ଜଣଙ୍କୁ ବି ପ୍ରେମ ହେଇଗଲା ହେଲା। ମାନେ ସାଙ୍ଗେ ସାଙ୍ଗେ ପ୍ରକୃତରେ ଏଠି ବହୁତ ଯାଦୁକର ଥିଲା କିଏ ମନ୍ତ୍ରୀ ପୁଅ ନାଇଁ ବହୁତ ବେଶ ଧାରଣ କରିଥିଲେ। ହଁ ସେମାନେ ଭାବିଲେ ଦେଖି ଦୁହେଁ ଦୁହିଁଙ୍କର ବହୁତ ଆପଣାର ହେଇଗଲେ। ଆପଣ ମାନେ ସ୍ଥିର କଲେ କି ଦି ଜଣ ବାହା ହେବେ। ମାନେ ସାଙ୍ଗେ ସାଙ୍ଗେ କଥାବାର୍ତ୍ତାରେ ସାଙ୍ଗେ ସାଙ୍ଗେ ତାଙ୍କ ଭିତରେ ପ୍ରେମ ହେଇକି ସେମାନେ ଭାବିଲେ ସେ ବାହା ହେବେ। ହଁ କିନ୍ତୁ ଏଠୁ ଖସି ନ ପାରିଲେ ରକ୍ଷା କରିବି ସେ କହିଛନ୍ତି ସହଜେ ତ ମାନେ ମୋ ଭାଉଜଟା ଲୁଚିକି ପଳେଇଛି। ମୁଁ ଯଦି ମନ୍ତ୍ରୀ ହେଇକି ବାହା ହେବି ତାହେଲେ ସବୁ ଦୋଷ ମୋର। ତେଣୁକରି ଏଠୁ ଖସି ପଳେଇବା ଟା ମାନେ ବୁଦ୍ଧିକର ହବ। ଅନ୍ଧାରକୁ ଦେଖି ବଡ ବିଷୟକୁ ଚାଲିଗଲେ ହେଲା। ହଁ ତ ଖାଇ ପିଲାମାନେ ମନ୍ତ୍ରୀ ପୁଅ ଘୋଡା ବାଟରେ ଟକେଇ ରହିଥିଲା ମାନେ ପୁରା ମାନେ ଜଗିକି ରହିଥିଲା। ମାନେ ସେ ଘୋଡାକୁ ଅଧା ବାଟ ରଖିଦେଇକି ଚାଲି ଚାଲିକି ଯାଇଥିଲା କୋଉଠିକି ପାଲିକି ପାଖକୁ। ଯେତେବେଳେ ରଜା କଣ କରିଛି ମାନେ ଗୋଟେ ସେ ଯୋଉ ରାଜାର ଭଉଣୀକି ନେଇକି ଆସିଛି ରଜା ପୁଅ ମନ୍ତ୍ରୀ ପୁଅ ଦୁଇ କନ୍ୟାକୁ ଘେନି ବିଜୁଳି ଗତିରେ ତାଙ୍କ ରାଜ୍ୟକୁ ପଳେଇଲେ ହେଲା। ଯେତେବେଳେ ଦୁହେଁ ନିଜ ରାଜ୍ୟରେ ପହଞ୍ଚିଲେ ବାପା ମାଙ୍କୁ ଆନନ୍ଦ କହିଲେ ନ ସରେ। ମାନେ ବାପା ମା ବହୁତ ଖୁସି କାରଣ ମାନେ କେତେ ଖୋଜିଥାନ୍ତେ ଦିଟା ମନ୍ତ୍ରୀ ପୁଅ ରାଜା ପୁଅ ଦିଟା ପୁଣି ସୁନ୍ଦର ଝିଅକୁ ନେଇକିନା ପଳେଇ ଯାଇଛନ୍ତି ହେଲା। ଖାଲି ପୁଅ ଫେରି ନାହାନ୍ତି ସଙ୍ଗରେ ବୋହୂକୁ ଘେନିକି ଆସିଛନ୍ତି। ନାହିଁ ନଥିଲା ରୂପ ମାନେ କଣ ମାନେ ବହୁତ ସୁନ୍ଦର ରୂପ। ଯାହା ସ୍ୱପ୍ନରେ ଭାବିନଥିଲେ ସେ ଚକ୍ଷୁରେ ଦେଖିଲେ। ଯାହା କେବେ ମାନେ ସେ ସ୍ୱପ୍ନରେ ଭାବିନଥିଲେ କି ତାଙ୍କ ବାପା ମା କି ଆମ ପୁଅ ମାନେ ଏତେ ସୁନ୍ଦର ଝିଅକୁ ବାହା ହବ ବୋଲି ସେ ଚକ୍ଷୁରେ ଦେଖିଲେ ସିଏ ବି ପୁରା ଆଶ୍ଚର୍ଯ୍ୟ ହେଇଗଲେ। ବେଦୀ ଗଢା ହେଲା ବାଣ ନିଶାଣ ଖଞ୍ଜା ହେଲା ରାଇଜ ଯାକ ମଉଜ ଲାଗିଲା ବଡ ସମାରୋହରେ ବାହାଘର ହେଲା। ମାନେ ଦି ଜଣଙ୍କର ମାନେ ସିଏ ଦି ଜଣ ଝିଅକୁ ନେଇ ପଳେଇଲେ ତାଙ୍କ ବାପା ମା ଦେଖି ବହୁତ ଖୁସି ହେଲେ ତାଙ୍କ ଦି ଜଣଙ୍କର ବାହାଘର କରେଇଲେ। ଗପ ଶେଷ ହେଲା ଶିଙ୍ଗାର ଲାଗିଲା ଗଣପତି ଘାଟରେ ଆଜି ବିଦାୟ ନେଇ ବିଦାୟ ଦେଲା ତା ମନରେ ଟିକେ ପୁରୁଣା ସ୍ୱପ୍ନ